ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆମର ମାନୁଆଲ ହ୍ୟାଣ୍ଡଲିଂ ଭିଡ଼ିଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବନାଯାଇଅଛି। ଆଘାତକୁ ରୋକିବା ପାଇଁ ସୁରକ୍ଷିତ ଏବଂ ଦକ୍ଷତାର ସହିତ ଭାର ପରିଚାଳନା କିପରି କରିବେ ଦେଖନ୍ତୁ ଏବଂ ଶିଖନ୍ତୁ। ଆପଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ମାନୁଆଲ ହ୍ୟାଣ୍ଡଲିଂ ଅର୍ଥ ହେଉଛି ହାତ କିମ୍ବା ଶାରୀରିକ ଶକ୍ତି ଦ୍ୱାରା ଭାର ପରିବହନ କିମ୍ବା ସମର୍ଥନ କରିବା। ଏଥିରେ ଭାର ଉଠାଇବା, ତଳକୁ ଆଣିବା, ଠେଲିବା, ଟାଣିବା, ଘୁଞ୍ଚାଇବା କିମ୍ବା ବହନ କରିବା ଅନ୍ତର୍ଭୁକ୍ତ। କାର୍ଯ୍ୟ କରିବା ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରୁ କାର୍ଯ୍ୟ ଅନୁମତି ପ୍ରାପ୍ତ କରନ୍ତୁ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରୁ ଏସ୍ଓପି ସଂଗ୍ରହ କରନ୍ତୁ। କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଟିବିଟି, କେୱାଇଟି ଏବଂ ଏସ୍ଓପି ତାଲିମ ହେବା ନିତାନ୍ତ ଆବଶ୍ୟକ। କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପିପିଇ ପିନ୍ଧନ୍ତୁ। ଯେକୌଣସି ସାମଗ୍ରୀକୁ ପରିଚାଳନା ଉଠାଣ କରିବା ପୂର୍ବରୁ ସେମାନଙ୍କର ଓଜନ ବିଷୟରେ ଚିନ୍ତା କରନ୍ତୁ। ମାନୁଆଲ ହ୍ୟାଣ୍ଡଲିଂ କରିବା ରାସ୍ତା ଯାଞ୍ଚ କରନ୍ତୁ ଏବଂ ବାଧାଗୁଡ଼ିକୁ ଦୂର କରନ୍ତୁ। ଷ୍ଟାଣ୍ଡାର୍ଡ ପ୍ୟାକିଂ ବ୍ୟବହାର କରି ସାମଗ୍ରୀକୁ କେଉଁଠି ରଖିବେ ବ୍ୟବସ୍ଥା କରନ୍ତୁ। ଲିଫ୍ଟିଂ ଆରମ୍ଭ ହେବା ସମୟରେ ଆପଣଙ୍କ ପିଠି, ଅଣ୍ଟା ଏବଂ ଆଣ୍ଠୁକୁ ଟିକିଏ ବଙ୍କା କରିପାରିବେ। କେବେ ବି ମାନୁଆଲ ହ୍ୟାଣ୍ଡଲିଂ କଲାବେଳେ ଆପଣଙ୍କ ପିଠିକୁ ସମ୍ପୂର୍ଣ୍ଣ ଭାବରେ ବଙ୍କା କରନ୍ତୁ ନାହିଁ। ଲିଫ୍ଟିଂ ପୂର୍ବରୁ ଭାରକୁ ଭଲ ଭାବରେ ଧରନ୍ତୁ। କୌଣସି ମେଟେରିଆଲକୁ ନେବା ବେଳେ ପିଠି ମୋଡ଼ିବା କିମ୍ବା ପାର୍ଶ୍ୱକୁ ନଇଁବା ଏଡ଼ାନ୍ତୁ। ମେଟେରିଆଲ ହ୍ୟାଣ୍ଡଲିଂ କରିବା ସମୟରେ ଆପଣଙ୍କ ମୁଣ୍ଡକୁ ଉପରକୁ ରଖନ୍ତୁ, ତଳକୁ ନୁହେଁ। ଆଗକୁ ଦେଖନ୍ତୁ। ସୁଗମ ଭାବରେ ଚାଲନ୍ତୁ। ଭାରକୁ ଝଟକା କିମ୍ବା ଟାଣି ନିଅନ୍ତୁ ନାହିଁ। କେବଳ 25 କେଜିରୁ କମ୍ ଓଜନର ଜିନିଷ ଉଠାନ୍ତୁ। ପ୍ରଥମେ ଭାରକୁ ତଳକୁ ରଖନ୍ତୁ, ତାପରେ ଏହାକୁ ଇଚ୍ଛିତ ସ୍ଥିତିକୁ ସ୍ଲାଇଡ୍ କରନ୍ତୁ। କାର୍ଯ୍ୟ ଅନୁମତି ବନ୍ଦ କରନ୍ତୁ।